ନୂଆ କିଛି ମୋର ଯୋଉ ଲଙ୍କା ଗଛ ଲାଗିଥିଲା, ସେ ଲଙ୍କା ଗଛ ଯେତେବେଳେ ପତ୍ର ମୁଡ଼ିଥିଲା, ଆପଣଙ୍କ ସହିତ ମୁଁ ଗୋଟେ ଟିପ୍ସ ସେୟାର କରିଥିଲି, ଯୋଉଟାକି ପତ୍ର ମୁଡ଼ିବନି ବୋଲିକି। ଆଉ ସେଇଟା ବି ବହୁତ ବଢ଼ିଆ କାମ କରିଥିଲା, ଯୋଉଟାକି ଆମର ରସୁଣ ଚୋପାର ଫର୍ଟିଲାଇଜର ଗୋଟେ ବନେଇଥିନି, 2-3 ତାକୁ ଭିଜେଇଥିନି। ଆଉ ସେଇଟା ଗୋଟେ କଡ଼ା ସ୍ମେଲ୍ ଆସିଥିଲା ତା ଦେହରୁ, ଗୋଟେ ମାନେ ଯେମିତି ଗୋଟେ ଏତେ କଡ଼ା ଗନ୍ଧ ଭଳିଆ କରୁଥିଲା, ମାନେ ପୁରା ଅଜବ ଟାଇପର। ଆଉ ତା ଦେହରେ ନିମ୍ବ ତେଲ ପକେଇଥିନି, ପକେଇକି ତାକୁ ସ୍ପ୍ରେ କରିଥିନି। ତ ସେଇଟା ବହୁତ ଭଲ କିନ୍ତୁ କାମ କଲା ଆମର ଗଛ ପାଇଁ। ତ ବେଳେବେଳେ ନା ଆମକୁ ଯୋଉଗୁଡ଼ାକ ଗନ୍ଧାଏ ଆମ ପାଇଁ ଯୋଉଟା ଖରାପ, ସେଇଟା ଆମ ଗଛ ପାଇଁ ବହୁତ ଅମୃତ ଭଳିଆ କାମ କରେ। ସତରେ ସେଗୁଡ଼ାକ ଆମର ମାନେ ହୋମମେଡ୍ ଆମେ ଯଦି ଏମିତି କିଛି ମେଡ଼ିସିନ୍ ତିଆରି କରିପାରୁଛନ୍ତି ନା, ତାଠୁ ବଡ଼ କଥା ଆଉ କିଛି ବି ନୁହଁ। ତ ଯାହା ବି ହଉ ମୋ ଲଙ୍କା ଗଛ ଗୁଡ଼ାକ ପତ୍ରମୁଡ଼ା ପୁରାପୁରି ଭଲ ହେଇଗଲା। ଆଉ ଗଛ ଗୁଡ଼ାକ ବି ଏବେ କାଫି ବଡ଼ ହେଇ ଆସିଲାଣି, ଗ୍ରୋଥ୍ ବି ବହୁତ ଭଲ ହେଲାଣି। ଆଉ ଏଥିରେ କଷି ବହୁତ ସାରା ହେଲାଣି। ଗଛର ପାଚିଲା ଲଙ୍କା ଦେଖିକି ମୁଁ ପଳେଇ ଆସିଲି ସତ, କିନ୍ତୁ ବହୁତ ସାରା ହେଇଥିଲା। କାହିଁକିନା ୟାକୁ ଯଦି ବେଶୀ ଦିନ ରଖିଦେମି ନା, ଡାଳ ଗୁଡ଼ା ଏମିତି ଝାଉଁଳି ପଡ଼ୁଛି। ଆଉ ତା ସାଥିରେ ଆମର ଗଛ ଗୁଡ଼ା ପୁରା ଓଜନିଆ ହେଇକି ଡାଳ କିଛି ବି ଭାଙ୍ଗି ଯାଉଛି। ସେଥିପାଇଁକା ଆଜି ଡବା ବି ଏତେ ଲଙ୍କା ନଥିଲା। ଆଉ ସେଥିପାଇଁ ସବୁ ଯାହା ଯେତିକି ପାକଳ ହେଇଥିଲା ନା, ସବୁ ନେଇଗନି। ଆଉ ଆଚାର ଡବାରେ କିଛି ପକେଇଦେନି, ଆଉ କିଛି ଆମର ଖାଇବା ମୁତାବିକ ରଖିନି। ତ ଏଇ ଲଙ୍କା ଗଛଟା ଯେତିକି ମୋର ଦେଖାହଉଛି ନା, ଇଏ ସବୁ ତ ଲମ୍ବା ଲଙ୍କା। ଆଉ ସେପଟେ ଗୋଟେ ଅଛି ସେଇଟା ବୋଇତାଳୁ ଲଙ୍କା, ସେଇଟା ଯୋଉଟା ଗୋଲ ଗୋଲ ହୁଏ। ଆଉ ସେଇଟା ବି ବହୁତ ରାଗ, କିନ୍ତୁ ଏଟାରେ ମତେ ଆଜି 2ଟା ଦେଖାହେଲା। ଆଉ ବେଶୀ କାଇଁ ଭଲ ଫଳିନି। ତ ତା ଦେହର କିଛି ମାନେ ଭର୍ମି କମ୍ପୋଷ୍ଟ ଦେଇନାହିଁ ବି ମଧ୍ୟ। କାହିଁକିନା ଏବେ ବର୍ଷା ହଉଛି, ଆଉ ଏବେ କିଛି କମ୍ପୋଷ୍ଟ ଦେଲେ ମୂଳକୁ ଯଦି କୁଡ଼ା ଖୋସା କଲେ ପୁରା ମୂଳ ମାନେ ଢିଲା ହେଇଯିବ, ଯୋଉଟାକି ଆମର ପୁରା ମୂଳ ପୁରା ଫସ୍କା ହେଇଯିବ, ପାଣି ଜମିବ, ଆଉ ତା ସାଥିରେ ପଚିଯିବ। ତ ସେଇଥିପାଇଁକା ଡରିକି କିଛି ବି ଦଉନାହିଁ। ତ ସେଥିପାଇଁ ଟିକେ ସମୟ ନେଇଛି, ଖରା କରୁ, ଭଲ ପାଗ କରୁ, ତାପରେ ଯାଇକି ତାକୁ କୁଡ଼ା ଖୋସା କରିକି ଭର୍ମି କମ୍ପୋଷ୍ଟ ଦେମି। ଆଉ ତା ସାଥିରେ କିଛି ଆମର ଯୋଉ କାଉ ଡଙ୍କ ଅଛି ତାକୁ ବି ମଧ୍ୟ ଦେମି, ଯେମିତି ମାଟିଟା ପଟୁ ପଡ଼ିବ, ଭଲସେ ଗଛଟା ଗ୍ରୋ ହବ। ତ ଯାହା ବି ହଉ ବାଡ଼ିରେ କିଛି ବି ଫଳେନି, ତ ଏବେ କିନ୍ତୁ ବହୁତ ଫଳୁଛି। ଆଉ ଏବେ ବାଡ଼ି ଆମର ସଫାସଫି ଚାଲିଛି ବି ମଧ୍ୟ, କାହିଁକିନା ସଫାସଫି କରିକି ଏବେ ରଖିଦେଲେ, ବର୍ଷା ଯୋଉ ହଉଛି ନା, ମାଟି ଗୁଡ଼ାକ ଘାସ ପ୍ରବଳ ଉଠୁଥିଲା, ତ ତାକୁ ସଫା କରିଦେଇକି ରଖିଦେଲେ ମାଟିର ଏତେ ଭିଟାମିନ୍ ବି ମାନେ ଘାସ ଶୋଷିବ ନାହିଁ। ଆଉ ଯେତିକି ବି ଭିଟାମିନ୍ ରହିବା କଥା ରହିଥିବ। ଆଉ ଗଛ କିଛି ନୂଆ ଚାରା ବି ମଧ୍ୟ ଆଣିକି ଆମେ ଲଗେଇ ପାରିମୁ। ତ ଯାହା ବି ହଉ ଭେଣ୍ଡି କିଛି ଆମର ନୂଆ ବି ଚାରା ପଡ଼ିଛି। ତ ଏଠି ଲଙ୍କା ଗୁଡ଼ାକ ଏତେ ସାରା ହେଇଛି, ମାନେ ତୁଳି ତୁଳି ମତେ ବିରକ୍ତିଆ ଲାଗିଲା। ତ ଲଙ୍କା ଗଛ ପାଇଁ ବହୁତ ଜଣ ମୋତେ କହୁଥିଲେ ଟିପ୍ସ ସେୟାର କରିବା ପାଇଁ। ତ ଟିପ୍ସ ୟା ପାଇଁ ସେତେ ଖାସ୍ କିଛି ମୁଁ ସେୟାର କରିପାରିବିନି, କାହିଁକିନା ଲଙ୍କା ଗଛରେ ସେମିତି ରୋଗ ହେଲେ ଯାଇକି ମୁଁ ଟିପ୍ସଟା ସେୟାର କରେ। କିନ୍ତୁ ମୋର ଲଙ୍କା ଗଛ ବହୁତ ଭଲ ଅଛି, ତ ସେଥିପାଇଁ ମୁଁ କିଛି କରିପାରୁନି ଭିଡ଼ିଓ। କିନ୍ତୁ ଲଙ୍କା ଗଛ ପତ୍ର ମୁଡ଼ିଲେ ଆପଣ ରସୁଣ ଚୋପାକୁ ଭିଜେଇ ଦେବେ 2 ଦିନ, ଆଉ ତା ଦେହରେ ଲିମ୍ବ ତେଲ ମିଶେଇକି ଆପଣ ସ୍ପ୍ରେ କରିବେ, ଦେଖିବେ ପତ୍ର ମୁଡ଼ା ପୁରା ଦୂର ହେଇଯିବ। ଆଉ କଢ଼ ଝଡ଼ୁଥିଲେ, ଯଦି ଆପଣଙ୍କ ଗଛର କଢ଼ ଝଡ଼ୁଛି ନା, ତାହେଲେ ଆପଣ ଅଣ୍ଡା ଖୋଳପାକୁ ଗଛ ମୂଳରେ ପୋତି ଦିଅନ୍ତୁ। ସେଇଟା କଞ୍ଚା ଅଣ୍ଡା ଖୋଳପା ନବେ, ଯୋଉଟାକି ଡିକମ୍ପୋଷ୍ଟ ସହଜରେ ହବ। ଆଉ ସେଇଟା ଗଛକୁ କ୍ୟାଲସିୟମ ମିଳେ, ଆଉ ପତ୍ର ମୁଡ଼େନି, ଆଉ ତା ସାଥିରେ କଷି ବି ଝଡ଼େନି। ଏଇ 2ଟା ଟିପ୍ସ ଆପଣଙ୍କୁ ଦେଇପାରିବି।